ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ପୃଥିବୀର ଦୀର୍ଘତମ ସାପର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଆନାକୋଣ୍ଡା ସାପ। ଫ୍ରେଣ୍ଡସ୍ ଆନାକୋଣ୍ଡା ସାପ ହେଉଛି ପୃଥିବୀର ସବୁଠାରୁ ଲମ୍ବା ବା ଆମେ ଦୀର୍ଘତମ ସାପ କହିବା, ଯାହାକି ଏହା ମୁଖ୍ୟତଃ ସାଉଥ ଆମେରିକା ବା ଦକ୍ଷିଣ ଆମେରିକାରେ ଦେଖାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ମରୁଭୂମିର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ସାହାରା ମରୁଭୂମି। ଫ୍ରେଣ୍ଡସ୍ ସାହାରା ମରୁଭୂମିଟି ହେଉଛି ପୃଥିବୀର ସବୁଠାରୁ ବଡ଼ ମରୁଭୂମି, ଏହା ଯାହାକି ଆଫ୍ରିକା ଦେଶରେ ରହିଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ନଦୀ ବା ଲମ୍ବା ନଦୀ ମଧ୍ୟ କହିବା, ତାହାର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ନୀଳ ନଦୀ। ଫ୍ରେଣ୍ଡସ୍ ନୀଳ ନଦୀ ହେଉଛି ପୃଥିବୀର ସବୁଠାରୁ ଲମ୍ବା ନଦୀ ବା ଦୀର୍ଘ ନଦୀ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ରାସ୍ତାର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ପ୍ୟାନ୍ ଆମେରିକାନ୍ ହାଇୱେ। ଫ୍ରେଣ୍ଡସ୍ ଆମେରିକାରେ ରହିଥିବା ପ୍ୟାନ୍ ଆମେରିକାନ୍ ହାଇୱେ ହେଉଛି ପୃଥିବୀର ସବୁଠାରୁ ଲମ୍ବା ରାସ୍ତା। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ରେଳପଥର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଟ୍ରାନ୍ସ ସାଇବେରିଆନ୍ ରେଳପଥ। ଫ୍ରେଣ୍ଡସ୍ ଟ୍ରାନ୍ସ ସାଇବେରିଆନ୍ ରେଳପଥ ହେଉଛି ପୃଥିବୀର ସବୁଠାରୁ ଲମ୍ବା ରେଳପଥ, ଯାହାକି ଏହା ରୁଷିଆ ଦେଶରେ ଅବସ୍ଥିତ। ଏହାର ଯାହାକି ଲମ୍ବ ହେଉଛି 9289 କିଲୋମିଟର। ଫ୍ରେଣ୍ଡସ୍ ଏହା ଯାହାକି ରୁଷିଆର ମସ୍କୋରୁ ନେଇକି ଯାହାକି ତାହାର ଭ୍ଲାଡିଭୋଷ୍ଟକ୍ ସହରକୁ କନେକ୍ଟ ହୋଇଛି। ଫ୍ରେଣ୍ଡସ୍ ଆପଣ ଦେଖନ୍ତୁ, ଆମେ ଯଦି ଓଡ଼ିଶାରୁ ଚେନ୍ନାଇ ବି ଯିବା ତାହେଲେ ମାତ୍ର 1000 କିଲୋମିଟର, କିନ୍ତୁ ତାହାର ଯୋଉଟା ରେଳପଥର ପୁରା ଲମ୍ବା ହେଉଛି 9289 କିଲୋମିଟର। ଠିକ୍ ଅଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ରେଳ ପୋଲର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଡାନୟାଙ୍ଗ କୁନଶାନ୍ ଗ୍ରାଣ୍ଡ ବ୍ରିଜ। ଫ୍ରେଣ୍ଡସ୍ ଡାନୟାଙ୍ଗ କୁନଶାନ୍ ଗ୍ରାଣ୍ଡ ବ୍ରିଜ, ଯାହାକି ଚାଇନାରେ ଅବସ୍ଥିତ, ଏହା ହେଉଛି ପୃଥିବୀର ସବୁଠାରୁ ଲମ୍ବା ରେଳ ବ୍ରିଜ। ଠିକ୍ ଅଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ପ୍ରାଚୀରର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଚୀନର ପ୍ରାଚୀର। ଫ୍ରେଣ୍ଡସ୍ ଚୀନ ଦେଶରେ ରହିଥିବା ପ୍ରାଚୀରକୁ ପୃଥିବୀର ସବୁଠାରୁ ଲମ୍ବା ପ୍ରାଚୀର କୁହାଯାଏ, ଯାହାକୁ ଇଂରାଜୀରେ ଆମେ ଦ ଗ୍ରେଟ୍ ୱାଲ୍ ଅଫ୍ ଚାଇନା କହିଥାଉ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ରେଳ ଷ୍ଟେସନର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ହୁବାଲି ଜଙ୍କସନ୍। ଫ୍ରେଣ୍ଡସ୍ ହୁବାଲି ଜଙ୍କସନ୍ ଟି ଯାହାକି କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ, ଆମ ଦେଶର କର୍ଣ୍ଣାଟକ ରାଜ୍ୟର ହୁବାଲି ଜଙ୍କସନ୍ ହେଉଛି ପୃଥିବୀର ସବୁଠାରୁ ଲମ୍ବା ରେଳ ଷ୍ଟେସନ, ଯାହାର ଲମ୍ବ ହେଉଛି 1505 ମିଟର। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଦୀର୍ଘତମ ନଦୀବନ୍ଧର ନାମ କଣ? ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ହୀରାକୁଦ ନଦୀବନ୍ଧ। ଫ୍ରେଣ୍ଡସ୍ ହୀରାକୁଦ ନଦୀବନ୍ଧଟି ଯାହାକି ଆମ ରାଜ୍ୟରେ ହିଁ ଅବସ୍ଥିତ। ଠିକ୍ ଅଛି। ଆମ ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଏହି ହୀରାକୁଦ ନଦୀବନ୍ଧଟି ହିଁ ଯାହାକି ପୃଥିବୀର ଦୀର୍ଘତମ ନଦୀବନ୍ଧ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ହୀରାକୁଦ ନଦୀବନ୍ଧ କେଉଁ ନଦୀ ଉପରେ ଅବସ୍ଥିତ? ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।